ॐ सूर्यं सुन्दरलोकनाथममृतं वेदान्तसारं शिवं ज्ञानं ब्रह्ममयं सुरेशममलं लोकैकचित्तं स्वयम् इन्द्रादित्यनराधिपं सुरगुरुं त्रैलोक्यचूडामणिं ब्रह्मविष्णुशिवस्वरूपहृदयं वन्दे सदा भास्करम्। ଶ୍ରୋତାବନ୍ଧୁ, ଗ୍ରହରାଜ ସୂର୍ଯ୍ୟଦେବଙ୍କୁ ନେଇ ଆଜି ଆମେ ସୂର୍ଯ୍ୟ ପୂଜା ଓ ଉପାସନା ସମ୍ପର୍କିତ ଏକ ସୁନ୍ଦର ଆଲୋଚନା ଶୁଣିବା। ତେବେ ବିଶ୍ୱାସ ଓ ସୁମନାସ ନାମକ ପ୍ରବନ୍ଧ ଓ ଆଲୋଚନା ଗ୍ରନ୍ଥରୁ ମୁଁ ଏହି ଆଲୋଚନାଟିକୁ ଉଦ୍ଧାର କରିଛି। ବିଶ୍ୱାସ ଓ ସୁମନାସ ପ୍ରବନ୍ଧ ଓ ଆଲୋଚନା ଗ୍ରନ୍ଥଟିର ରଚୟିତ୍ରୀ ହେଉଛନ୍ତି ପ୍ରଫେସର ସଂଘମିତ୍ରା ମିଶ୍ର। ପ୍ରଫେସର ସଂଘମିତ୍ରା ମିଶ୍ର ଓଡ଼ିଆ ସାହିତ୍ୟ ଧାରାରେ ଏକ ସ୍ପର୍ଦ୍ଧିତ ଉଚ୍ଚାରଣ। ପିତା ସ୍ୱାଧୀନତା ସଂଗ୍ରାମୀ ବଂଶୀଧର ମିଶ୍ର, ମାତା ଦେବୀଙ୍କ କୁଳମଣ୍ଡନ କରି 1953 ମସିହା ଜୁନ 20 ତାରିଖରେ କଟକ ଜିଲ୍ଲାର ସାଲେପୁର ନିକଟସ୍ଥ ଖଣ୍ଡସାହିରେ ସେ ଭୂମିଷ୍ଠ ହୋଇଥିଲେ। ପ୍ରଫେସର ସଂଘମିତ୍ରା ମିଶ୍ରଙ୍କର ବୃତ୍ତି ହେଉଛି ଅଧ୍ୟାପନା, ମାତ୍ର ପ୍ରବୃତ୍ତି ସମର୍ପିତ ସାହିତ୍ୟ। ସେ ଏକାଧାରରେ ଜଣେ ଶିକ୍ଷାବିତ୍, ଜୀବନବାଦୀ କବି, ସାହିତ୍ୟ ସମାଲୋଚିକା, ପ୍ରାବନ୍ଧିକା, ସ୍ତମ୍ଭକାର, ନାଟ୍ୟକାର, ଶିଶୁ ସାହିତ୍ୟିକା, ଏକାଙ୍କିକାକାର, ଜୀବନୀକାର, ଆତ୍ମଜୀବନୀକାର, ଅନୁବାଦିକା ତଥା ଜଣେ ସୁସମ୍ପାଦିକା। ଦୀର୍ଘ 30 ବର୍ଷରୁ ଉର୍ଦ୍ଧ୍ୱ ଅଧ୍ୟାପନା କାର୍ଯ୍ୟ ସହିତ ତାଙ୍କର ଏହି ସାହିତ୍ୟ ସାଧନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି। ନାରୀ ସୁଲଭ ମମତ୍ୱବୋଧ, ନାରୀ ମନସ୍ତତ୍ୱ ତଥା ସହୃଦୟତା ତାଙ୍କ କବିତ୍ୱର ମୁଖ୍ୟ ସ୍ୱର। 52ରୁ ଉର୍ଦ୍ଧ୍ୱ ତାଙ୍କର ପୁସ୍ତକ। କବିତାରେ ରହିଛି ମମତାର ଉପପାଦ୍ୟ, ବୋଉ ଓ ଅନ୍ୟାନ୍ୟ କବିତା, ନିଜର ଭାବିଲା ପରେ ଏବଂ ଚାଲ ଦେବା ଦୀପଟେ ଲଗାଇ। ତାଙ୍କର ମନନଧର୍ମୀ ପ୍ରବନ୍ଧ ଗୁଡ଼ିକରେ ରହିଛି ନାୟିକା ନିଜ ଦର୍ପଣରେ, ଆତ୍ମବିଶ୍ୱାସର ଚାବିକାଠି, ଅନୁଭୂତିର ପରିଧି, ଇତିହାସର ହଜିଲା ଖିଅ, ସମୟର ଡେଣା ଏବଂ ବସୁଧାର ପ୍ରତିବାଦ ଓ ଅନ୍ୟାନ୍ୟ ନାଟକ, ପାଠ ବତାଏ ବାଟ, ଗାଇବା ଗୀତ ବସିବା ମିତ। ନାଟ୍ୟ ସମାଲୋଚନା କ୍ଷେତ୍ରରେ ନାଟକ, ନାଟ୍ୟକାର ଓ ନାଟକୀୟତା, ନାଟକ ପରମ୍ପରା ଓ ପରିଭାଷା, ନାଟକ ବ୍ୟାପ୍ତି ଓ ଦୀପ୍ତି, ନାଟକ ସୀମା ଓ ସମ୍ଭାବନା, ନାଟକର ନବଦିଗନ୍ତ, ଓଡ଼ିଆ ଓ ହିନ୍ଦୀ ପ୍ରତୀକ ନାଟକ, ନାଟକର ନବମୂଲ୍ୟାୟନ, ନାଟକର ଜୟଯାତ୍ରା, ନାଟକର ବିଶ୍ୱରୂପ, ସୁବର୍ଣ୍ଣ ସେତୁ ଓ ଆଉ କେତୋଟି ନାଟକ, ଶଙ୍ଖରେ ସମୁଦ୍ର। ତେବେ କବିତା ଆଲୋଚନା କ୍ଷେତ୍ରରେ ତାଙ୍କର କେତୋଟି ପାହାଚ, କବିତା ସ୍ଥିତି ଓ ବିସ୍ତୃତି, କବିତ୍ୱ ଓ ସୃଜନଶୀଳତା, ଆଧୁନିକ ଓଡ଼ିଆ କବିତା ବୋଧ ଓ ଅବବୋଧ, ଓଡ଼ିଆ କଥା ସାହିତ୍ୟ କେତେ ଦିଗନ୍ତ, ଓଡ଼ିଆ ଗଦ୍ୟ ସାହିତ୍ୟ ବିନ୍ଦୁ ଓ ବିସ୍ତାର, ଆଧାରଶିଳା। ଶିଶୁମାନଙ୍କ ଉଦ୍ଦେଶ୍ୟରେ ରହିଛି ବସୁଧାର ପ୍ରତିବାଦ ଓ ଅନ୍ୟାନ୍ୟ ନାଟକ। ଏଥିରେ 12 ଗୋଟି ରେଡ଼ିଓ ନାଟକ ରହିଛି। ଏହା ରେଡ଼ିଓ ନାଟକର ଏକ ମନୋଜ୍ଞ ସଂକଳନ ଏବଂ 2009 ବର୍ଷ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ। ପ୍ରଫେସର ମିଶ୍ରଙ୍କ ଅନ୍ୟତମ ଦ୍ୱିତୀୟ ନାଟ୍ୟ ସଂକଳନ ଭାବରେ 10ଟି ନାଟିକାର ସମାହାର ହେଉଛି ପ୍ରତୀକ୍ଷାର ଅନ୍ତିମ ପ୍ରହର ଓ ଅନ୍ୟାନ୍ୟ ନାଟକ। ପ୍ରଫେସର ମିଶ୍ର ନିଜ ପିତା ଦିବଙ୍ଗତ ସ୍ୱାଧୀନତା ସଂଗ୍ରାମୀ ବଂଶୀଧର ମିଶ୍ରଙ୍କ ଜୀବନୀକୁ ଇତିହାସର ହଜିଲା ଖିଅ ନାମକ ଜୀବନୀ ଭାବରେ ଏକ ଗ୍ରନ୍ଥ ରଚନା କରିଛନ୍ତି।
ପ୍ରଫେସର ମିଶ୍ର ସ୍ୱୀୟ ଆତ୍ମଜୀବନାନୁଭବକୁ ନେଇ ରଚନା କରିଛନ୍ତି ସଦିଚ୍ଛାର ସହସ୍ର ଧାରା। ସଂଘମିତ୍ରା ମିଶ୍ରଙ୍କର ଅନୁବାଦ ସାହିତ୍ୟରେ ଆଠवां सर्ग, एक और द्रोणाचार्य, पहला राजा ଏବଂ ଦିଲ୍ଲୀ ଉଞ୍ଚା ସୁନତି ହେ ଇତ୍ୟାଦି ଅନୁଦିତ ପୁସ୍ତକ ରହିଛି। ଶ୍ରୋତାବନ୍ଧୁ, ଆଜି ପ୍ରଫେସର ମିଶ୍ରଙ୍କର ବିଶ୍ୱାସ ଓ ସୁମନାସ ପ୍ରବନ୍ଧ ଓ ଆଲୋଚନା ପୁସ୍ତକରୁ ସୂର୍ଯ୍ୟ ପୂଜା ଓ ଉପାସନା ଶୀର୍ଷକ ଏକ ଆଲୋଚନା ଆପଣମାନଙ୍କୁ ମୁଁ ଶୁଣାଉଛି। ବିଶ୍ୱାସ ଓ ସୁମନାସ ପୁସ୍ତକର ପ୍ରକାଶକ ହେଉଛନ୍ତି ରତ୍ନଚିରା ପବ୍ଲିକେସନ। ତେବେ ଆସନ୍ତୁ ସୂର୍ଯ୍ୟ ପୂଜା ଓ ଉପାସନା ଶୀର୍ଷକରେ ଆମେ ଶୁଣିବା ପ୍ରଫେସର ସଂଘମିତ୍ରା ମିଶ୍ରଙ୍କର ଏକ ମନୋଜ୍ଞ ପ୍ରବନ୍ଧ, ଯାହା ଗ୍ରହରାଜ ସୂର୍ଯ୍ୟଙ୍କୁ ନେଇକି କେନ୍ଦ୍ରିତ। ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସେ ଆଦିତ୍ୟ, ରବି, ଅଂଶୁମାନ, ବିରଞ୍ଚି ନାରାୟଣ, ଦିବାକର, ବିବସ୍ୱାନ, ବିକର୍ତ୍ତନ, ସହସ୍ରାଂଶୁ, ହିରଣ୍ୟଗର୍ଭ, ତପନ, ସବିତା, ଭାନୁ, ବିକ୍ରମ, ପ୍ରଭାକର ଆଦି ନାମରେ ପୂଜିତ ହୁଅନ୍ତି। ସୂର୍ଯ୍ୟଙ୍କୁ ଆରାଧନା କରି ଏହି ଶ୍ଲୋକ ଗାନ କରାଯାଏ। ନମଃ ସବିତ୍ରେ ଜଗଦେକ ଚକ୍ଷୁଷେ ଜଗତ୍ ପ୍ରସୂତି ସ୍ଥିତିନାଶ ହେତବେ ତ୍ରୟୀମୟାୟ ତ୍ରିଗୁଣାତ୍ମଧାରିଣୀ ବିରଞ୍ଚି ନାରାୟଣ ଶଙ୍କରାତ୍ମନି ନମଃ। ସୂର୍ଯ୍ୟ ଗ୍ରହମାନଙ୍କର ରାଜା। ସେ ଋତୁଚକ୍ର ପରିବର୍ତ୍ତନରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି। ଅଦିତିଙ୍କର ପୁତ୍ର ଭାବରେ ତାଙ୍କର ନାମ ଆଦିତ୍ୟ। ଏହି ସୂର୍ଯ୍ୟ ଉତ୍ତାପ ପ୍ରଦାନ କରନ୍ତି, ଜ୍ୱାଳା ଓ ପ୍ରକାଶ ମଧ୍ୟ ପ୍ରଦାନ କରନ୍ତି। ସେ ଜ୍ଞାନର ସ୍ୱରୂପ। ତାଙ୍କୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କର ତ୍ରିମୂର୍ତ୍ତ୍ୟାତ୍ମା ଓ ତ୍ରିଦେବାତ୍ମା ଭାବରେ ପରିକଳ୍ପନା କରାଯାଇଛି। ଉଦୟ କାଳରେ ସେ ବ୍ରହ୍ମା ସ୍ୱରୂପ, ମଧ୍ୟାହ୍ନରେ ବିଷ୍ଣୁ ସ୍ୱରୂପ ଓ ସାୟାହ୍ନରେ ରୁଦ୍ର ସ୍ୱରୂପ। ବିଷ୍ଣୁଙ୍କର ଏକ ନାମ ବିକ୍ରମ। ଋଗ୍ବେଦରେ ସୂର୍ଯ୍ୟଙ୍କୁ ବିକ୍ରମ ନାମରେ ମଧ୍ୟ ସ୍ତୁତି କରାଯାଇଛି। ତେଣୁ ବୈଦିକ କାଳରେ ବିଷ୍ଣୁ ଓ ସୂର୍ଯ୍ୟଙ୍କୁ ଏକୀଭୂତ କରିଦିଆଯାଇଥିବା ସ୍ପଷ୍ଟ। ଲୋକବିଶ୍ୱାସରେ ସୂର୍ଯ୍ୟ ପର୍ବତରୁ ଉଦୟ ହୋଇ ପର୍ବତରେ ଅସ୍ତ ହୋଇଯାଆନ୍ତି। ତେଣୁ ଉଦୟାଚଳ ଓ ଅସ୍ତାଚଳ କଥାଟି ଆମ ପରମ୍ପରାରେ ରହିଛି। ବିଷ୍ଣୁଙ୍କର ତୃତୀୟ ପାଦ, ଯାହା ଭକ୍ତଜନଙ୍କୁ ମୁକ୍ତି ପ୍ରଦାନ କରେ, ତାହା ସୂର୍ଯ୍ୟ ଲୋକରେ ସ୍ଥିତ ବୋଲି କୁହାଯାଏ। ଲୋକବିଶ୍ୱାସରେ ସୂର୍ଯ୍ୟଙ୍କୁ ସକଳ ରୋଗ ଶୋକ ଅପହର୍ତ୍ତା ଭାବରେ ପୂଜା କରାଯାଏ। ସୂର୍ଯ୍ୟ ଉତ୍ପାଦିକା ଶକ୍ତିର ଉତ୍ସ ଭାବରେ ମଧ୍ୟ ପୂଜିତ ହୁଅନ୍ତି। ଆଦିବାସୀ ସମ୍ପ୍ରଦାୟରେ ସୂର୍ଯ୍ୟ ମଙ୍ଗଳପ୍ରଦ ଦେବତା ଭାବରେ ପୂଜିତ। ତାଙ୍କ ନିକଟରେ କୁକୁଡ଼ା, ବିଭିନ୍ନ ଗୃହପାଳିତ ପଶୁ ବା ବନ୍ୟଜନ୍ତୁ ବଳି ଦିଆଯାଇଥାଏ। କନ୍ଧ ସମ୍ପ୍ରଦାୟର ଆଦିବାସୀମାନେ ଫସଲ ଅମଳ ପରେ ସୂର୍ଯ୍ୟଙ୍କୁ କୃତଜ୍ଞତା ଜଣାଇ ସାଲୁ କଥୋ ନାମକ ପର୍ବ ପାଳନ କରିଥାନ୍ତି ଓ ସୂର୍ଯ୍ୟଙ୍କୁ ସୋମ ରସ ପ୍ରଦାନ କରାଯାଇଥାଏ। ଏପରିକି ସୂର୍ଯ୍ୟଙ୍କ ସନ୍ତୋଷ ବିଧାନ ପାଇଁ ମନୁଷ୍ୟ ବଳି ଦିଆଯିବା କଥା ମଧ୍ୟ କୁହାଯାଏ। ଓରାଂ ଏକ ଜାତି। ଓରାଂମାନେ ସୂର୍ଯ୍ୟଙ୍କୁ ଶ୍ରେଷ୍ଠ ଦେବତା, ଚନ୍ଦ୍ରଙ୍କୁ ତାଙ୍କର ପତ୍ନୀ ଓ ତାରାଙ୍କୁ ପୁତ୍ର ଭାବରେ ପରିକଳ୍ପନା କରିଛନ୍ତି। ମହେଞ୍ଜୋଦାରୋ ଓ ହରପ୍ପାର ଖନନରୁ ଆବିଷ୍କୃତ ବିଭିନ୍ନ ମାଟିପାତ୍ର, ମୋହର ବିଭିନ୍ନ ଚିହ୍ନ ଆଦିକୁ ଦେଖିଲେ ଜଣାଯାଏ ଯେ ସୂର୍ଯ୍ୟ ଉପାସନା ବହୁ ପ୍ରାଚୀନ। ସୂର୍ଯ୍ୟଙ୍କର 12ଟି ନାମ ଏହିଭଳି: ଉତ୍ତରାଦିତ୍ୟ, ସମ୍ବାଦିତ୍ୟ, ପ୍ରପଦାଦିତ୍ୟ, ମୟୂରାଦିତ୍ୟ, ଖଗୋଳକ, ଅରୁଣାଦିତ୍ୟ, ବୁଧାଦିତ୍ୟ, କେଶବାଦିତ୍ୟ, ବିମଳାଦିତ୍ୟ, ଗଙ୍ଗାଦିତ୍ୟ ଇତ୍ୟାଦି। ପୁଣି ବିଷ୍ଣୁ, ଇନ୍ଦ୍ର, ତୃଷ୍ଣା, ଧାତା, ଅର୍ଯମା, ପୂଷା, ବିବସ୍ୱାନ ଇତ୍ୟାଦି ଦ୍ୱାଦଶାଦିତ୍ୟଙ୍କର ପୂଜା କରାଯାଏ। ବିଷ୍ଣୁ ଏହି ଆଦିତ୍ୟ ମଣ୍ଡଳର ଅଧୀଶ୍ୱର। ପୁଣି ପୁରାଣରେ ମିତ୍ର, ବିଷ୍ଣୁ, ବରୁଣ, ସୂର୍ଯ୍ୟ, ଭାନୁ, ତପନ, ଇନ୍ଦ୍ର, ରବି, ଗଭସ୍ତି, ଯମ, ହିରଣ୍ୟରେତା, ଦିବାକର ଭାବରେ ମାର୍ଗଶିରରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ କ୍ରମାନ୍ୱୟରେ ସୂର୍ଯ୍ୟମଣ୍ଡଳରେ ଅବସ୍ଥାନ କରନ୍ତି ବୋଲି ବର୍ଣ୍ଣିତ ଅଛି। ତେବେ ଆମେ ଜାଣିବା ପ୍ରଫେସର ମିଶ୍ର ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ କିଭଳି ଭାବରେ ଆଲୋଚନା କରିଛନ୍ତି। ସୂର୍ଯ୍ୟ ଗ୍ରହମାନଙ୍କର ରାଜା। ଏହି ଗ୍ରହର ଅବସ୍ଥିତି ନେଇ ବ୍ୟକ୍ତିର ଭାଗ୍ୟ ନିର୍ମିତ ହୋଇଥାଏ।
ଗୃହ ନିର୍ମାଣ, ଅଭୀଷ୍ଟ ସିଦ୍ଧି ଏପରିକି ଅନ୍त्यେଷ୍ଟି କ୍ରିୟା ସମୟରେ ମଧ୍ୟ ସୂର୍ଯ୍ୟ ଉପାସନା କରାଯାଏ। ପ୍ରତ୍ୟେକ ସଂସ୍କାର କର୍ମ ଯଥା ଚୂଡ଼ାକରଣ ସମୟରେ ସବିତାଙ୍କ ପୂଜା କରାଯାଇଥାଏ। ଲଗ୍ନ, ତିଥି ଓ ମୁହୂର୍ତ୍ତ ନିଶ୍ଚୟ ପାଇଁ ଗୃହସ୍ଥଟିଏ ଜ୍ୟୋତିଷ ଶାସ୍ତ୍ରର ସହଯୋଗ ଖୋଜିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଗ୍ରହରାଜ ସେ ମେଷ ଠାରୁ ମୀନ ପର୍ଯ୍ୟନ୍ତ 12ଟି ରାଶିରେ ଗୋଟିଏ ଲେଖାଏଁ ମାସ ଅବସ୍ଥାନ କରନ୍ତି। ଏହି ସୂର୍ଯ୍ୟଙ୍କ ଚଳନ ଅନୁସାରେ ସଂକ୍ରାନ୍ତି ଓ ମାସାନ୍ତ ନିରୂପିତ ହୁଏ। ସୂର୍ଯ୍ୟଙ୍କୁ ପିତ୍ତର ଅଧିପତି, ଆତ୍ମାର ଅଧ୍ୟାତା, ରାଜବିଦ୍ୟାର ଅଧିଷ୍ଠାତା, ଦିକ୍ପତି ଓ କାଳପୁରୁଷର ଶୀର୍ଷ ସ୍ଥାନୀୟ ରୂପେ ବିଚାର କରାଯାଏ। ସୂର୍ଯ୍ୟ ସିଂହ ରାଶିର ଅଧିପତି। ସେ ମାଣିକ୍ୟ, ରତ୍ନ ଓ ତମ୍ବା ଧାତୁରେ ସନ୍ତୁଷ୍ଟ ହୁଅନ୍ତି। ସୂର୍ଯ୍ୟଙ୍କର ରାଶିଗତ ଅବସ୍ଥାନ ଓ ଜନ୍ମାଙ୍କର ଭାବଗତ ସ୍ଥିତିକୁ ନେଇ ଜାତକର ଶୁଭାଶୁଭ ନିର୍ଣ୍ଣୟ କରାଯାଏ। ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ସମ୍ବନ୍ଧରେ ଜ୍ୟୋତିଷ ଶାସ୍ତ୍ର ନିର୍ଣ୍ଣୟ କଥା ବିଜ୍ଞାନ ସମ୍ମତ। ଶନି ସୂର୍ଯ୍ୟଙ୍କର ପୁତ୍ର ଭାବରେ ପରିକଳ୍ପିତ। ଚନ୍ଦ୍ର, ମଙ୍ଗଳ ଓ ବୃହସ୍ପତି ସୂର୍ଯ୍ୟଙ୍କର ମିତ୍ର ଗ୍ରହ ଓ ଶୁକ୍ର, ଶନି ଶତ୍ରୁ ସ୍ଥାନୀୟ ଗ୍ରହ। ବୁଧଙ୍କୁ ସମସ୍ଥାନୀୟ ଭାବରେ ଗଣାଯାଏ। ଋଗ୍ବେଦରେ ସୂର୍ଯ୍ୟଙ୍କୁ ସୁନ୍ଦର ପକ୍ଷଯୁକ୍ତ ଉଡ଼ନ୍ତା ପକ୍ଷୀ ଭାବରେ ପରିକଳ୍ପନା କରାଯାଇଛି। ସୂର୍ଯ୍ୟ ସାଧାରଣତଃ ଚିଲ ବା ବାଜ ପକ୍ଷୀର ପ୍ରତୀକ ମଧ୍ୟରେ ଚିହ୍ନିତ ହୁଅନ୍ତି। ଏମାନଙ୍କର ଊର୍ଦ୍ଧ୍ୱ ଗତି ଓ ଦ୍ରୁତ ଗତିକୁ ଲକ୍ଷ୍ୟ କରି ଏତାଦୃଶ ପରିକଳ୍ପନା କରାଯାଇଥିବା ସମ୍ଭବ। ହରପ୍ପା ସଭ୍ୟତାରେ ବୃଷଭ ସୂର୍ଯ୍ୟଙ୍କର ପ୍ରତୀକ। ବୃଷଭର ପ୍ରଜନନ କ୍ଷମତା ସହିତ ସୂର୍ଯ୍ୟଙ୍କର ଉତ୍ପାଦିକା ଶକ୍ତିର ସାମଞ୍ଜସ୍ୟରୁ ଏତାଦୃଶ ବିଚାର ଆସିଥିବା ସମ୍ଭବ। ବୈଦିକ ସାହିତ୍ୟରୁ ପୁରାଣ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ପ୍ରତୀକ ଭାବରେ ଅଶ୍ୱକୁ ଗ୍ରହଣ କରାଯାଇଛି। ସୂର୍ଯ୍ୟଙ୍କର ଗତିଶୀଳତା ଓ ଅଶ୍ୱର ଗତିଶୀଳତାକୁ ନେଇ ଏହି ପରିକଳ୍ପନା। ସୂର୍ଯ୍ୟଙ୍କ ଉପାସନାରେ ଅଶ୍ୱ ବଳି ଦେବାର ପ୍ରଥା ଆର୍ଯ୍ୟମାନଙ୍କ ସମୟରେ ରହିଥିଲା। ସୂର୍ଯ୍ୟଙ୍କ ରଥରେ ସପ୍ତାଶ୍ୱ ଯୋଚା ଯାଇଥିବା କଥା ପୁରାଣରେ ରହିଛି। ଏହି ସପ୍ତାଶ୍ୱ ସୂର୍ଯ୍ୟ ରଶ୍ମିର ପ୍ରତୀକ। ପରବର୍ତ୍ତୀ କାଳରେ ସୂର୍ଯ୍ୟ ମନ୍ଦିରରେ ସପ୍ତାଶ୍ୱ ନିର୍ମାଣ ଅପରିହାର୍ଯ୍ୟ ହୋଇଛି। ଆର୍ଯ୍ୟମାନେ ପଶୁପାଳନ କରି ଜୀବିକା ନିର୍ବାହ କରୁଥିଲେ, ତେଣୁ ସେମାନେ ଛାଗମାନଙ୍କୁ ବିପଦରୁ ରକ୍ଷା କରିବା ପାଇଁ ପୁସନ୍ ଅର୍ଥାତ୍ ସବିତାଙ୍କୁ ଉପାସନା କରୁଥିଲେ। ଛେଳି ଥିଲା ଏହି ପୁସନ୍ ଦେବତାଙ୍କ ପ୍ରତୀକ। ସେହିଭଳି ଧାତୁ ନିର୍ମିତ ଚକ୍ର, ସୁବର୍ଣ୍ଣ ପାତ୍ର ଓ ପଦ୍ମପୁଷ୍ପକୁ ସୂର୍ଯ୍ୟ ଶକ୍ତିର ପ୍ରତୀକ ଭାବରେ ଉପାସନା କରିବାର ପରମ୍ପରା ମଧ୍ୟ ରହିଥିଲା। କ୍ରମେ ସୂର୍ଯ୍ୟ ମାନବାୟିତ ହେଲେ। ସେ ପୀତବର୍ଣ୍ଣ, ତାଙ୍କର କେଶ ସ୍ୱର୍ଣ୍ଣାଭ, ସେ ଚତୁର୍ଭୁଜ। 4 ହାତରେ ମୁଦ୍ଗର, ଶୂଳ, ଚକ୍ର ଓ କମଳ ସେ ଧାରଣ କରିଥାନ୍ତି। ରୋଗ ଶୋକ ନିବାରକ ସୂର୍ଯ୍ୟ କିପରି, ତାହା ଆମେ ଏବେ ଶୁଣିବା। ସୂର୍ଯ୍ୟ କିରଣ ରୋଗର ପ୍ରାଦୁର୍ଭାବକୁ ବିନଷ୍ଟ କରିଥାଏ। ଶରୀର ଗଠନଠାରୁ ଆରମ୍ଭ କରି ଶରୀରରୁ ରୋଗ ଜୀବାଣୁଙ୍କୁ ନାଶ କରିବା ପାଇଁ ସୌର ଶକ୍ତିର ଆବଶ୍ୟକତା ପାଶ୍ଚାତ୍ୟ ବୈଜ୍ଞାନିକମାନେ ମଧ୍ୟ ସ୍ଥିର କରିଛନ୍ତି। ସୂର୍ଯ୍ୟଙ୍କ କୃପା ହେଲେ କାମଳ, ହୃଦରୋଗ ଓ ମସ୍ତିଷ୍କ ରୋଗର ବିନାଶ ହୁଏ। କୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗାକ୍ରାନ୍ତ ହୋଇ ସୂର୍ଯ୍ୟ ଉପାସନା ପାଇଁ କୋଣାର୍କ ଆସିଥିଲେ ବୋଲି ପୁରାଣମାନଙ୍କରେ ଉଲ୍ଲେଖ ଅଛି। ଶିଶୁମାନଙ୍କୁ କାମଳ ରୋଗ ହୋଇଥିଲେ ସକାଳର ଖରାରେ ସେମାନଙ୍କୁ ଶୁଆଇ ଦିଆଯାଏ। ଯେପରିକି ଶିଶୁଟି ଜନ୍ମ ପରେ ପ୍ରଥମ ସ୍ନାନ ଅର୍ଥାତ୍ 12 ରାତ୍ର ସମୟରେ ଯେଉଁ ଗରମ ପାଣି ଲୋଡ଼ା ହୁଏ, ତାହାକୁ ସୂର୍ଯ୍ୟ କିରଣରେ ଗରମ କରାଯିବା ଦରକାର ବୋଲି କେବଳ ଗ୍ରାମ୍ୟ ନାରୀମାନେ କହନ୍ତି ନାହିଁ, ଶିଶୁ ଚିକିତ୍ସା ବିଶେଷଜ୍ଞମାନେ ମଧ୍ୟ କହନ୍ତି। ସୂର୍ଯ୍ୟଙ୍କୁ ଜଗତର ଚକ୍ଷୁ ଭାବରେ ପରିକଳ୍ପନା କରାଯାଇଛି। ଚକ୍ଷୁ ରୋଗର ଉପଶମ ପାଇଁ ମଧ୍ୟ ସୂର୍ଯ୍ୟଙ୍କୁ ଆରାଧନା କରାଯାଏ। ଅନ୍ୟାନ୍ୟ ଚର୍ମ ରୋଗରୁ ମୁକ୍ତ ହେବା ପାଇଁ ମଧ୍ୟ ସୂର୍ଯ୍ୟ ଉପାସନା କରାଯାଇଥାଏ। ସୂର୍ଯ୍ୟଙ୍କୁ ଜୀବନର ଧାରକ ଅର୍ଥାତ୍ ପ୍ରାଣଶକ୍ତି ଭାବରେ ପୂଜା କରାଯାଇଥାଏ। ସେ ପରଂବ୍ରହ୍ମ ନାରାୟଣ। ଭୂର୍ଲୋକ, ଭୂବର୍ଲୋକ ଓ ସ୍ୱର୍ଲୋକକୁ ପ୍ରକାଶ କରିବା ପାଇଁ ଅଗ୍ନି, ବାୟୁ ଓ ସୂର୍ଯ୍ୟ ଉପରେ କ୍ଷିତି, ଅନ୍ତରିକ୍ଷ ଓ ଦ୍ୟୁଲୋକରେ ଅବସ୍ଥିତ। ଅଥର୍ବବେଦ ଅନୁସାରେ କଫ, କାଶ ଓ ଚର୍ମ ରୋଗର ବିନାଶ ପାଇଁ ସୂର୍ଯ୍ୟ କିରଣର ଉପାଦେୟତା ରହିଛି। ଋଗ୍ବେଦରେ ସୂର୍ଯ୍ୟ ଓ ସବିତାଙ୍କୁ ଏକ ଓ ଅଭିନ୍ନ ଭାବରେ ପ୍ରାର୍ଥନା କରାଯାଇଛି। ସୂର୍ଯ୍ୟୋଦୟ ସମୟରେ ଶଯ୍ୟାତ୍ୟାଗ କରି ସୂର୍ଯ୍ୟଙ୍କୁ ପ୍ରଣାମ କରିବା ଦ୍ୱାରା ଶଯ୍ୟାତ୍ୟାଗ ଜନିତ ଦୋଷରୁ ମୁକ୍ତି ମିଳେ। କୌଣସି ଦୁଃସ୍ୱପ୍ନ ଦେଖିଲେ ତାହାର କୁଫଳରୁ ମୁକ୍ତି ପାଇଁ ସୂର୍ଯ୍ୟ ଉପାସନା କରାଯାଏ।
ବିବାହ ପରେ ବରକନ୍ୟା 3 ଦିନ ସୂର୍ଯ୍ୟଙ୍କୁ ଆରାଧନା କରି ନୈବେଦ୍ୟ ପ୍ରଦାନ କରିବା ଓ ଚତୁର୍ଥୀ ରାତିର ପରଦିନ ପ୍ରାୟଶ୍ଚିତ କର୍ମାନୁଷ୍ଠାନ କରି ସୂର୍ଯ୍ୟ ପୂଜା କରିବା ପାଇଁ ଧର୍ମଶାସ୍ତ୍ରରେ ନିର୍ଦ୍ଦେଶ ଦିଆଯାଇଛି। ଲାଲ ପଦ୍ମ, ରକ୍ତମନ୍ଦାର, ରକ୍ତଚନ୍ଦନ, ଧୂପ, ଦୀପ, ନୈବେଦ୍ୟ ତର୍ପଣ, ସ୍ତୁତି ଓ ନମସ୍କାର ସହିତ ବିଭିନ୍ନ ତାନ୍ତ୍ରିକ ପଦ୍ଧତିର ମୁଦ୍ରା ପ୍ରଦର୍ଶନ ମାଧ୍ୟମରେ ସୂର୍ଯ୍ୟ ପୂଜା କରାଗଲେ ଗୃହସ୍ଥର ମନସ୍କାମନା ପୂର୍ଣ୍ଣ ହୁଏ। ସୂର୍ଯ୍ୟଙ୍କର 2 ପ୍ରକାର ଗତି, ଦକ୍ଷିଣାୟନ ଓ ଉତ୍ତରାୟଣ। ପୃଥିବୀକୁ ସେ ପରିକ୍ରମା କରିବା ପଥକୁ ଏହିଭଳି ଚିହ୍ନିତ କରାଯାଏ। ବିଷୁବରେଖାରୁ ଦକ୍ଷିଣକୁ ଗତି କଲେ ତାହା ଦକ୍ଷିଣାୟନ ଓ ଉତ୍ତରକୁ ଗଲେ ତାହାକୁ ଉତ୍ତରାୟଣ କୁହାଯାଏ। ମକର ସଂକ୍ରାନ୍ତିରୁ ସୂର୍ଯ୍ୟ ଦକ୍ଷିଣାୟନ ଛାଡ଼ି ଉତ୍ତରାଭିମୁଖୀ ହୁଅନ୍ତି ଓ ଦିନ କ୍ରମେ ବଡ଼ ହୁଏ। ଶ୍ରୋତାବନ୍ଧୁ, ଏବେ ଆମେ ଶୁଣିବା ସୂର୍ଯ୍ୟ ଉପାସନାର ମାର୍ଗ। ସୂର୍ଯ୍ୟଙ୍କୁ ନମସ୍କାର କଲେ ସେ ସନ୍ତୁଷ୍ଟ ହୁଅନ୍ତି ବୋଲି କୁହାଯାଏ। ଆସନ, ପ୍ରାଣାୟାମ ଇତ୍ୟାଦି ମଧ୍ୟରେ ସୂର୍ଯ୍ୟ ନମସ୍କାର ମଧ୍ୟ ଏକ ଆସନ। ତହିଁରେ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସଞ୍ଚାଳନ ସହିତ ମନର ଏକାଗ୍ରତା ବୃଦ୍ଧି ପାଏ। ପ୍ରଶଂସା ତଥା ପ୍ରାର୍ଥନା ସୂଚକ ବହୁ ମନ୍ତ୍ର ସୂର୍ଯ୍ୟଙ୍କ ସନ୍ତୋଷ ବିଧାନ ପାଇଁ ଗାନ କରାଯାଏ। ସନ୍ଧ୍ୟାକାଳୀନ ସୂର୍ଯ୍ୟ ଉପାସନା କାଳରେ ଗାୟତ୍ରୀ ମନ୍ତ୍ରକୁ ହିଁ ଶ୍ରେଷ୍ଠ ମନ୍ତ୍ର ଭାବରେ ଜପ କରାଯାଇଥାଏ। ଅଶ୍ୱମେଧ ଯଜ୍ଞରେ ଅଶ୍ୱକୁ ସୂର୍ଯ୍ୟଙ୍କର ପ୍ରତୀକ ଭାବରେ ପୂଜା କରାଯାଇଥାଏ। ଭକ୍ତି, ଏକାଗ୍ରତା ଓ ଉପବାସ ସହିତ ସୂର୍ଯ୍ୟଙ୍କ ସମ୍ମୁଖରେ ଠିଆ ହୋଇ ବେଦୋକ୍ତ ମନ୍ତ୍ର ପାଠ କରିବା ସଙ୍ଗେ ସଙ୍ଗେ ଧୂପ, ଦୀପ, ଫୁଲ, ଅର୍ଘ୍ୟ ଓ ନୈବେଦ୍ୟ ସହିତ ସୂର୍ଯ୍ୟଙ୍କୁ ଉପାସନା କରାଯାଏ। ଅନେକତ୍ର ସୂର୍ଯ୍ୟଙ୍କର ପ୍ରିୟ ଲହୁଣୀ ଓ ଗୋରସ ମଧ୍ୟ ଅର୍ପଣ କରାଯାଏ। ଉଦୟ ସୂର୍ଯ୍ୟଙ୍କୁ ବିବସ୍ୱାନ ଓ ଅସ୍ତକାଳୀନ ସୂର୍ଯ୍ୟଙ୍କୁ ବିକର୍ତ୍ତନ ବୋଲି କୁହାଯାଏ। ଗାୟତ୍ରୀ ମନ୍ତ୍ରରେ ସୂର୍ଯ୍ୟଙ୍କୁ ଆରାଧନା କଲେ ସେ ପ୍ରସନ୍ନ ହୁଅନ୍ତି। ପ୍ରାତଃ ଓ ସାୟଂକାଳରେ ସୂର୍ଯ୍ୟରୂପୀ ଭଗବାନଙ୍କୁ ସ୍ମରଣ କଲେ ସକଳ ପାପ କ୍ଷୟ ହୁଏ ଓ ପାପ ମୋଚନକାରୀ ଦେବତା ସୂର୍ଯ୍ୟ ଉପାସକଙ୍କୁ ମୁକ୍ତି ପ୍ରଦାନ କରନ୍ତି ବୋଲି ବିଶ୍ୱାସ ରହିଛି। ବିଭିନ୍ନ ସୌରତୀର୍ଥ ଓ ସୌରକ୍ଷେତ୍ର ସମ୍ପର୍କରେ ଟିକେ ଜାଣିବା। ବିଭିନ୍ନ ପ୍ରାଚୀନ ମୁଦ୍ରାରେ ସୂର୍ଯ୍ୟଙ୍କ ଚିହ୍ନ ଦେଖାଯାଏ ବୋଲି ଆମେ ପୂର୍ବରୁ ଆଲୋଚନା କରିଛେ। ଗ୍ୱାଲିୟରର ରାଜା ପଶୁପତି ଗ୍ୱାଲିୟର ଠାରେ ସୂର୍ଯ୍ୟ ମନ୍ଦିର ଓ ସୂର୍ଯ୍ୟ କୁଣ୍ଡ ନିର୍ମାଣ କରିଥିଲେ। ପରବର୍ତ୍ତୀ କାଳରେ ଆଲଟମସଙ୍କ ଦ୍ୱାରା ଏହି ମନ୍ଦିରଟି ଧ୍ୱଂସ କରାଯାଇଥିଲା। ମାତ୍ର ସୂର୍ଯ୍ୟକୁଣ୍ଡ ବର୍ତ୍ତମାନ ପର୍ଯ୍ୟନ୍ତ ରହିଛି ଓ କାର୍ତ୍ତିକ ମାସର ପ୍ରଥମ ରବିବାରରେ ସୌର ଉତ୍ସବ ପାଳିତ ହେଉଛି। ସୌରକ୍ଷେତ୍ର ଭାବରେ ଉଜ୍ଜୟିନୀର ପ୍ରଶସ୍ତି ରହିଛି। ଭିଲସା, ଉଦୟପୁର, ଦେଓଗଡ଼, ସୁରାଟ, ଯୋଉଟା ଆଧୁନିକ ସୌରାଷ୍ଟ୍ର ବା ସୌର ରାଷ୍ଟ୍ର ବୋଲି ଜଣାପଡ଼େ, ଚିତ୍ତୋର, ପ୍ରତାପଗଡ଼, ଯୋଧପୁର, ଗୁଜରାଟର କତିପୁର, ଥାନେ, ସୋମନାଥ, ବିହାରର ଚମ୍ପାରନ, ମୁଜାଫରପୁର, ବୈଶାଳୀ, ନାଳନ୍ଦା, ଗୟା, କୁରୁକ୍ଷେତ୍ର ଇତ୍ୟାଦି ଭାରତବର୍ଷର ବିଭିନ୍ନ ପ୍ରାନ୍ତରେ ସୂର୍ଯ୍ୟ ମନ୍ଦିରମାନ ଦେଖାଯାଏ। ସୌରପୀଠ ଓ ସୌରତୀର୍ଥମାନଙ୍କର ଅବସ୍ଥିତିରୁ ଜଣାଯାଏ ଯେ ସୂର୍ଯ୍ୟ ଉପାସନା ବହୁ ପ୍ରାଚୀନ ତଥା ଲୋକପ୍ରିୟ। କୁହାଯାଏ ସୋମନାଥ ପୀଠ ପ୍ରଭାସ କ୍ଷେତ୍ର ଭାବରେ ବିଖ୍ୟାତ ଥିଲା। କୋଣାର୍କ ଅର୍କକ୍ଷେତ୍ର ଭାବରେ ପ୍ରତିଷ୍ଠିତ। ଶାପଗ୍ରସ୍ତ ଶାମ୍ବ ଚନ୍ଦ୍ରଭାଗା ନଦୀ ତଟସ୍ଥ ମୈତ୍ରେୟୀ ବନରେ ସୂର୍ଯ୍ୟ ମନ୍ଦିର ନିର୍ମାଣ କରି ସୂର୍ଯ୍ୟ ପ୍ରତିମା ପ୍ରତିଷ୍ଠା କରିବା ନିମିତ୍ତ ଆଦିଷ୍ଟ ହୋଇଥିଲେ। ଶାକଦ୍ୱୀପରୁ ବ୍ରାହ୍ମଣମାନେ ଆସି ଏହି ମନ୍ଦିର ପ୍ରତିଷ୍ଠା କରିଥିଲେ। ଭବିଷ୍ୟ ପୁରାଣ ଓ ବ୍ରହ୍ମ ପୁରାଣ ଆଦିରେ ଏ ସମ୍ପର୍କୀୟ ବିଭିନ୍ନ ତଥ୍ୟ ଉପଲବ୍ଧି ରହିଛି। ପଞ୍ଚଦେବତା ଉପାସନାରେ ସୂର୍ଯ୍ୟ କିପରି ଶ୍ରେଷ୍ଠ ସେ ସମ୍ପର୍କରେ ଟିକେ ଶୁଣିବା। ଶ୍ରୀମଦ୍ ଭଗବତ ଗୀତାରେ ସ୍ୱୟଂ ଭଗବାନ କହିଛନ୍ତି ଯେ ଜ୍ୟୋତିଷ୍କମାନଙ୍କ ମଧ୍ୟରେ ସେ ଅଂଶୁମାନ ରବି। କ୍ରମେ ପଞ୍ଚଦେବତା ଉପାସନା ଲୋକପ୍ରିୟ ହୋଇଛି। ଗଣେଶ, ଭାସ୍କର, ବିଷ୍ଣୁ, ଶିବ ଓ ଦୁର୍ଗାଙ୍କୁ ଏକ ଓ ଅଭିନ୍ନ ବୋଲି କୁହାଯାଇଛି। ବିଷ୍ଣୁଙ୍କର ସର୍ବବ୍ୟାପକତା, ସୂର୍ଯ୍ୟଙ୍କର ସର୍ବଗତ, ଶକ୍ତିଙ୍କର ସାମର୍ଥ୍ୟ, ଗଣେଶଙ୍କର ପରାକ୍ରମ ଓ ଶିବଙ୍କର କଲ୍ୟାଣକାରୀ କ୍ଷମତାକୁ ଏକତ୍ର ସ୍ୱୀକାର କରି ସେମାନଙ୍କୁ ନିରାକାର ବ୍ରହ୍ମଙ୍କର ଆକାରବଦ୍ଧ ରୂପ ଭାବରେ ସ୍ୱୀକାର କରାଯାଇଛି। ବିଶେଷ କରି ସତ୍ୟନାରାୟଣ ପୂଜା ସମୟରେ ଆସ୍ଥାନରେ ବିଷ୍ଣୁ ବିଗ୍ରହ ରୂପେ ଶାଳଗ୍ରାମକୁ ସ୍ଥାପନ କରାଯାଇ ଅନ୍ୟ 4 ଜଣଙ୍କୁ 4 କୋଣରେ ସ୍ଥାପନ କରାଯାଇଥାଏ। କୁହାଯାଏ ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା ଭିନ୍ନା ଭିନ୍ନ ନ କର୍ତ୍ତବ୍ୟମ୍ ପଞ୍ଚଦେବ ନମୋସ୍ତୁତେ। ଏହି ପ୍ରକାର ଧ୍ୟାନ କରାଯାଏ। ନବଗ୍ରହ ମଧ୍ୟରେ ସୂର୍ଯ୍ୟ ଆଦ୍ୟରେ ପୂଜ୍ୟ ହୁଅନ୍ତି।
ଅରୁଣ ସୂର୍ଯ୍ୟଙ୍କ ସାରଥୀ ଭାବରେ ପରିକଳ୍ପିତ। ସୂର୍ଯ୍ୟଙ୍କ ପତ୍ନୀଙ୍କ ନାମ ସଂଜ୍ଞା। ସଂଜ୍ଞା ସୂର୍ଯ୍ୟଙ୍କୁ ଉତ୍ତାପ ସହ୍ୟ କରି ନ ପାରିବାରୁ ତାଙ୍କ ଅଂଶ ସମ୍ଭୂତା ଛାୟାଦେବୀ ସୂର୍ଯ୍ୟ ପତ୍ନୀ ଭାବରେ ପୂଜିତା ହୁଅନ୍ତି। ଉଦୟ କାଳରେ ସେ ବ୍ରହ୍ମ ରୂପୀ, ମଧ୍ୟାହ୍ନରେ ବିଷ୍ଣୁ ରୂପୀ ଓ ସାୟାହ୍ନରେ ରୁଦ୍ର ରୂପୀ। ପଞ୍ଚଦେବତା ଆରାଧନା ଆମ ସଂସ୍କୃତିର ଉଦାରତାର ପରିଚାୟକ। ଶକ୍ତି, ସାମର୍ଥ୍ୟ, ଉଜ୍ଜ୍ୱଳତା, ନିଷ୍ଠା ଓ କର୍ମ ପ୍ରବଣତାର ପ୍ରତୀକ ଭାବରେ ସୂର୍ଯ୍ୟ ଆମ ଚିନ୍ତା ଚେତନାକୁ ନିୟନ୍ତ୍ରଣ କରନ୍ତି। ସୂର୍ଯ୍ୟ ଶକ୍ତି, ସାମର୍ଥ୍ୟର ପ୍ରତିନିଧିତ୍ୱ କରନ୍ତି। ତେଣୁ ପୁରାଣରେ ସୂର୍ଯ୍ୟଙ୍କୁ ନେଇ ଅନେକ କାହାଣୀ ଧାରା ପ୍ରଚଳିତ। ସୂର୍ଯ୍ୟଙ୍କ ନାମରେ ଅନେକ ବଂଶର ନାମ ପ୍ରକୀର୍ତ୍ତିତ। ରାମଚନ୍ଦ୍ର ସୂର୍ଯ୍ୟ ବଂଶର ରାଜା ଥିଲେ। ଗଜପତି କପିଳେନ୍ଦ୍ର ଦେବ ସୂର୍ଯ୍ୟ ବଂଶର ରାଜା ଭାବରେ ବିଦିତ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଆମେ ଶୁଣିବା ବିଜ୍ଞାନ ସହିତ ସୂର୍ଯ୍ୟଙ୍କର ସମ୍ପର୍କ। ବିଜ୍ଞାନ ଓ ସୂର୍ଯ୍ୟ। ବିଜ୍ଞାନରେ ସୌରମଣ୍ଡଳର ଉଲ୍ଲେଖ ରହିଛି। ସୂର୍ଯ୍ୟଙ୍କ ଉତ୍ତାପ ଅଧିକ ହେବାରୁ ପୃଥିବୀ କ୍ରମେ ଉତ୍ତପ୍ତ ହେଉଛି। ସୂର୍ଯ୍ୟଙ୍କର ଅଲ୍ଟ୍ରାଭାଓଲେଟ୍ ରଶ୍ମି ପୃଥିବୀକୁ ଅତ୍ୟଧିକ ଉତ୍ତପ୍ତ କରୁଛି ବୋଲି ବୈଜ୍ଞାନିକମାନେ ପ୍ରମାଣ ଗଣୁଛନ୍ତି। ଏହା ଋତୁ ପରିବର୍ତ୍ତନ, ଶସ୍ୟ ଉତ୍ପାଦନ ଓ ରୋଗ ବ୍ୟାଧିକୁ ପ୍ରଭାବିତ କରୁଛି। ହେମନ୍ତ ଓ ଶରତ ଋତୁ ଭଳି ଶୀତ ଋତୁ ଏବେ ହଜିଯିବାକୁ ବସିଛି। ସୂର୍ଯ୍ୟ ଯେ ଋତୁଚକ୍ରର ଆବର୍ତ୍ତନ ପାଇଁ ଦାୟୀ, ଏକଥା ବା ନ ଜାଣେ କିଏ? ଲୋକ ସାହିତ୍ୟରେ ଦୂତୀ ବାହନ ଓ ଜିମୁତ ବାହନ ଓଷାରେ ସୂର୍ଯ୍ୟଙ୍କର ବିଧବା ବ୍ରାହ୍ମଣୀ ପ୍ରତି କୃପା ଓ ତାର ସନ୍ତାନ ଲାଭ ବିଷୟ ବର୍ଣ୍ଣିତ। ବର୍ଷା ରାତିରେ ଉଷୁନା ଧାନ ଶୁଖାଇ ଦେବାକୁ ବ୍ରାହ୍ମଣୀର କରୁଣ ନିବେଦନ ଶୁଣି ସୂର୍ଯ୍ୟ ଦେବତା ତାକୁ କୃପା କରି ରାଜରୋଷରୁ ରକ୍ଷା କରିଥିଲେ। ତେଣୁ ବ୍ରାହ୍ମଣୀର ସନ୍ତାନ ଦୂତୀ ବାହନ ବା ଜ୍ୟୋତି ବାହନ ବା ଜିମୁତ ବାହନ ଭାବରେ ପୂଜିତ ହେଲେ। ମହାଭାରତରେ କୁନ୍ତୀ କୈଶୋରର ଦୁର୍ବାର ଆଗ୍ରହ ନେଇ ଋଷି ପ୍ରଦତ୍ତ ମନ୍ତ୍ର ସାହାଯ୍ୟରେ ସୂର୍ଯ୍ୟ ଦେବତାଙ୍କୁ ଆବାହନ କରିଥିଲେ। ଅବିବାହିତା କୁନ୍ତୀ ସୂର୍ଯ୍ୟଙ୍କ ସଂସ୍ପର୍ଶରେ ଆସି ଗର୍ଭ ସମ୍ଭୂତା ହୋଇଥିଲେ ଓ କର୍ଣ୍ଣଙ୍କୁ ଜନ୍ମ ଦେଇ ଲୋକଲଜ୍ଜାରୁ ରକ୍ଷା ପାଇବା ପାଇଁ ଶିଶୁଟିକୁ ଏକ ପେଟିକାରେ ବନ୍ଦ କରି ନଦୀରେ ଭସାଇ ଦେଇଥିଲେ। ଅଧିରଥ ନାମକ ସାରଥୀ ଓ ତାର ପତ୍ନୀ ରାଧା କର୍ଣ୍ଣଙ୍କୁ ପାଳନ କରିଥିଲେ। ଦୁର୍ଯ୍ୟୋଧନଙ୍କ ଆଗ୍ରହ ଫଳରେ ସେ ଅଙ୍ଗ ଦେଶର ଅଧିପତି ହୋଇଥିଲେ ଓ ଦୁର୍ଯ୍ୟୋଧନର ଶାସନ ପ୍ରତି ବଶଂବଦ୍ଧ ମଧ୍ୟ ହୋଇଥିଲେ। ଶେଷ ପର୍ଯ୍ୟନ୍ତ ଜନନୀ କୁନ୍ତୀ କୌଶଳରେ ତାଙ୍କଠାରୁ ପିତୃଦତ୍ତ କବଚ କୁଣ୍ଡଳ ହରଣ କରି ନେଇଥିଲେ। ନିଜର ରଥଚକ୍ର ମାଟି ତଳକୁ ଦବି ଯାଇଥିଲା ବେଳେ ଅର୍ଜୁନ ତାଙ୍କୁ ବୀରଗତି ପ୍ରଦାନ କରିଥିଲେ। ସେ ତାଙ୍କର ଶୌର୍ଯ୍ୟ ଓ ବୀରତ୍ୱ ଥିବା ସତ୍ତ୍ୱେ ହୀନମନ୍ୟତା ଭୋଗୁଥିଲେ। କର୍ଣ୍ଣ ମଲେ 5, ଅର୍ଜୁନ ମଲେ 5 ଭଳି କଥାଟିଏ ଆମ ରାଜ୍ୟରେ ବହୁ ପ୍ରଚଳିତ, ଯାହା କର୍ଣ୍ଣଙ୍କର ଉଦାରତାର ପରିଚୟ ଦେଇଥାଏ। ଏହି କର୍ଣ୍ଣ ପୁଣି ଦାନବୀର ଭାବରେ ପରିଚିତ। ସୂର୍ଯ୍ୟଙ୍କୁ ନେଇ ଅନେକ ସାହିତ୍ୟ ସୃଷ୍ଟି ହୋଇଛି। ଶାମ୍ବ ଦଶମୀ ବା ସମ୍ବର ଦଶମୀ, ପୌଷ ଶୁକ୍ଳ ଦଶମୀରେ ସୂର୍ଯ୍ୟ ପୂଜା କରାଯାଇଥାଏ। କୁହାଯାଏ ଯେ କୃଷ୍ଣପୁତ୍ର ଶାମ୍ବ କୁଷ୍ଠ ରୋଗାକ୍ରାନ୍ତ ହୋଇ ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟଙ୍କୁ ଆରାଧନା କରି ରୋଗମୁକ୍ତ ହୋଇଥିଲେ। ତେଣୁ କୋଣାର୍କର ପ୍ରସିଦ୍ଧି ଯଥେଷ୍ଟ। କବିବର ରାଧାନାଥ ରାୟ ଚନ୍ଦ୍ରଭାଗା କାବ୍ୟରେ ସୂର୍ଯ୍ୟ ଓ କାମଦେବଙ୍କ ଉକ୍ତି ପ୍ରତ୍ୟୁକ୍ତି ଛଳରେ ଚନ୍ଦ୍ରଭାଗା ପାଇଁ ପୃଷ୍ଠଭୂମି ନିର୍ମାଣ କରିଛନ୍ତି। ପୁଷ୍ୟାଭିଷେକ ଦର୍ଶନ ପାଇଁ ଜଗନ୍ନାଥ ମନ୍ଦିରକୁ ସବୁ ଦେବଦେବୀ ଆସିଥିଲେ। ସବା ପଛରେ ଆସି କାମଦେବ ଓ ରତିଦେବୀ ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଏ କଥା ଦେଖି ସୂର୍ଯ୍ୟ କୋପ କରି ତାଙ୍କୁ ଗାଳି ଦେଇଥିଲେ, ସଂସାରେ ଯାବତ କଳଙ୍କ ତାର ଅଟୁ କରତା, ନରଙ୍କ ତୁହି ଅଟୁ ଦେବତା। ଛାର ଫୁଲଧନୁ ଧରି ତୁ ସୁରେ ବୋଲାଉ ସୁର, ଲଜ୍ଜା ଯାର ନାହିଁ ପାରେ ସେ ହେଳେ ଜିଣି ତ୍ରିପୁର। କାମଦେବ ସୂର୍ଯ୍ୟଙ୍କୁ ଏହି କ୍ରୋଧ ପାଇଁ ପରାଭବ ଦେବାକୁ ଇଚ୍ଛା କଲେ ଓ ଚନ୍ଦ୍ରଭାଗାକୁ ପାଇବା ପାଇଁ ସୂର୍ଯ୍ୟଙ୍କ ମନରେ ଅନୁରାଗ ସୃଷ୍ଟି କଲେ। ଚନ୍ଦ୍ରଭାଗା ମନରେ ସୂର୍ଯ୍ୟଙ୍କ ପ୍ରତି ବିରାଗ ଭାବ ସୃଷ୍ଟି ପାଇଁ ମଧ୍ୟ କାମଦେବ ଯୋଜନା କଲେ ଓ ସୂର୍ଯ୍ୟ ଚନ୍ଦ୍ରଭାଗା ପାଇଁ ଧାଇଁ ସାଧାରଣ ପ୍ରେମିକଟିଏ ଭଳି କହିଲେ, ବିଶ୍ୱ ଚକ୍ଷୁ ମୁହିଁ ତପନ ତ୍ରିଶାମ୍ପତି ମୋ ନାମ, ପ୍ରଭାପୁଞ୍ଜ ଯେତେ ଜଗତେ ତାର ଅଟେ ମୋ ଧାମ। ବର୍ଷ ମାସ ଦିନ ଲିତାର ମୁହିଁ ଅଟେ ଅଧିପ, ଖଟନ୍ତି ଋତୁଏ ସେବକ ପ୍ରାୟ ମୋର ସମୀପ। ସେ ସମଗ୍ର ସଂସାରକୁ ଚିତ୍ରକର ଭଳି ଚିତ୍ରଣ କରିଛନ୍ତି। ଏ ସମସ୍ତ ଚାଟୁବାଣୀ ଚନ୍ଦ୍ରଭାଗା ମନକୁ ତରଳାଇ ପାରିନାହିଁ। ତେଣୁ ସେ ଜନନୀଙ୍କୁ ସ୍ମରଣ କରି ସାଗର ଗର୍ଭରେ ଝାସ ଦେଇଛି। ଚନ୍ଦ୍ରଭାଗାର ଆତ୍ମବିସର୍ଜନ ସମ୍ବାଦ ଜାଣି ସୁମନ୍ୟୁ ସୂର୍ଯ୍ୟଙ୍କୁ ଅଭିଶାପ ଦେଇଛନ୍ତି। ଫଳରେ କୋଣାର୍କ ମନ୍ଦିର ଭାଙ୍ଗି ପଡ଼ିଛି। ସୂର୍ଯ୍ୟ ଦେବତା ତେଜସ୍ୱୀ। ତାଙ୍କର ଏଭଳି ଆଚରଣ
କାଳେ ପାଠକ ସମାଜରେ ଗ୍ରହଣଯୋଗ୍ୟ ହେବ ନାହିଁ, ସେଥିପାଇଁ ରାଧାନାଥ ଏହି ଘଟଣାକୁ ପରମ୍ପରା ସହିତ ଯୋଡ଼ି ଦେଇଛନ୍ତି। ମନ୍ତ୍ର ବଳେ କୁନ୍ତି ଆକର୍ଷି ମୋତେ ଆଣିନ ଥିଲା, ଆଣିଲୁ ଲାବଣ୍ୟ ରଜ୍ଜୁରେ ବାନ୍ଧି ତୁହି ଛୟଳା। ବାରାଙ୍ଗନା ଲକ୍ଷ ହୀରାର ପ୍ରେମ ପାଇବା ପାଇଁ ଅନସୂୟାଙ୍କର କୁଷ୍ଠ ସ୍ୱାମୀ ବିଷ୍ଣୁଦାସ ଆଗ୍ରହ ପ୍ରକାଶ କରିବାରୁ ଅନସୂୟା ଲକ୍ଷ ହୀରାର ପରିଚର୍ଯ୍ୟା କରି ତାକୁ ସନ୍ତୁଷ୍ଟ କରିଛନ୍ତି। ରାତ୍ରିର ଅନ୍ଧାରରେ କଠୋର ଦଣ୍ଡରେ ଦଣ୍ଡିତ ଋଷି ମେରୁଶୂଳଙ୍କ ଦେହରେ ବିଷ୍ଣୁଦାସଙ୍କର ପାଦ ବାଜିଯାଇଛି। ଋଷି ପ୍ରଭାତରେ ବିଷ୍ଣୁଦାସ ମୃତ୍ୟୁବରଣ କରିବେ ବୋଲି ଅଭିଶାପ ଦେଇଛନ୍ତି। ସତୀ ଅନସୂୟା ସୂର୍ଯ୍ୟଙ୍କୁ ପ୍ରାର୍ଥନା କରି ଗୋଟିଏ ରାତି ସପ୍ତରାତ୍ରି ହେଉ ବୋଲି କାମନା କରିଛନ୍ତି। ସୂର୍ଯ୍ୟ ସତୀ ଶିରୋମଣିଙ୍କ ପ୍ରାର୍ଥନା ସ୍ୱୀକାର କରି ଉଦୟ ହୋଇନାହାନ୍ତି। ଫଳରେ ସମଗ୍ର ଜୀବଜଗତ ସୂର୍ଯ୍ୟଙ୍କୁ ପ୍ରାର୍ଥନା କରି ଉଦୟ ହେବାକୁ ଦଇନି କରିଛନ୍ତି। ସୂର୍ଯ୍ୟ ଯେ ପରମ୍ପରାନୁରାଗୀ ଓ ସତୀକୁ ସମ୍ମାନ ଦେଇପାରନ୍ତି, ଏହା ନପାହୁ ରାତି ନମରୁପତି ଉପାଖ୍ୟାନ ସାରଳା ମହାଭାରତ ବନ ପର୍ବରୁ ସ୍ପଷ୍ଟ ହୁଏ। ଆମ ପରମ୍ପରାରେ ସୂର୍ଯ୍ୟଙ୍କୁ ପଦ୍ମର ପ୍ରେମିକ ଭାବରେ ପରିକଳ୍ପନା କରାଯାଇଛି। ସୂର୍ଯ୍ୟ ଉଦୟ ହେଲେ ପଦ୍ମ ଫୁଟେ, ଶୀତଦିନେ କାକର ପଡ଼ିଲେ ପଦ୍ମବନ ଜଳିଯାଏ। ସେଥିପାଇଁ ତପସ୍ୱିନୀରେ ଗଙ୍ଗାଧର ମେହେର ଗାଇଛନ୍ତି, ପଦ୍ମିନୀ ହୃଦ ଶିଶିର ବିନ୍ଦୁରେ ଖର ରଶ୍ମିର ପ୍ରତିବିମ୍ବ ପରି ବୀର ରାମ ମୂରତି ଶୋକ ଜର୍ଜରିତ ଚିତ୍ତ ଫଳକେ କରି ଚିତ୍ରିତ ହେଲେ ଆସନୁ ଉତ୍ଥିତ ଜାନକୀ ସତୀ। ଶୀତଦିନେ ପଦ୍ମବନ ପୋଡ଼ିଯାଏ, ସେହିଭଳି ସୀତାଙ୍କର ହୃଦୟ ବିଚ୍ଛେଦ ଦୁଃଖରେ ମ୍ରିୟମାଣ। ତଥାପି ପଦ୍ମ ନିଜ ଅଙ୍ଗରେ ପଡ଼ିଥିବା କାକର ବିନ୍ଦୁରେ ସୂର୍ଯ୍ୟଙ୍କୁ ପ୍ରତିବିମ୍ବିତ କରାଉଥାଏ। ସେହିଭଳି ସୀତା ନିଜର ଦଗ୍ଧ ହୃଦୟରେ ସୂର୍ଯ୍ୟବଂଶୀ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତିବିମ୍ବକୁ ଧରି ରଖିଛନ୍ତି। ପୁଣି କୀଚକ ବଧରେ ସୂର୍ଯ୍ୟଙ୍କ ବର୍ଣ୍ଣନା ଏଇଭଳି। ଗ୍ରହରାଜ କର୍ଣ୍ଣେ ପଡ଼ିଲା ଋତୁ ସମ୍ରାଟ ଭାଷା, ଗମିଲେ ସରଳ ପଥରେ ଛାଡ଼ି ଦକ୍ଷିଣା ଆଶା, ଶିଶିର ନାଶଇ ପଦ୍ମିନୀ ଘନ ରବିଙ୍କି ଗ୍ରାସେ, ତେଣୁ ଋତୁପତି ନାମରେ ରବି ରହିଲେ ତ୍ରାସେ। ବସନ୍ତ ଋତୁ ଆସିବାର ଖବର ଗଛର ନୂତନ ପତ୍ରରେ ଲେଖି ହୋଇଗଲା ଓ ତାହାକୁ ଭ୍ରମର ଗୁଣୁଗୁଣୁ ହୋଇ ପାଠ କଲା। ଋତୁ ସମ୍ରାଟଙ୍କର ଭାଷା ଶୁଣି ଗ୍ରହରାଜ ଅର୍ଥାତ୍ ସୂର୍ଯ୍ୟ ଦକ୍ଷିଣାୟନ ତ୍ୟାଗ କରି ସରଳ ପଥକୁ ଗମନ କଲେ। ବସନ୍ତ ଋତୁ ଆସିଲେ ଶୀତର ପ୍ରକୋପ ନଷ୍ଟ ହୁଏ ଓ ଦିନ ବଡ଼ ହୁଏ। ଶିଶିର ସୂର୍ଯ୍ୟଙ୍କ ପ୍ରଣୟିନୀ ପଦ୍ମକୁ ନାଶ କରେ ଓ ବର୍ଷା ଋତୁର ମେଘ ସୂର୍ଯ୍ୟଙ୍କୁ ଗ୍ରାସ କରିଥାଏ। ଅନ୍ୟାନ୍ୟ ଋତୁମାନଙ୍କ ଭଳି ପ୍ରାଦୁର୍ଭାବ ସହ୍ୟ କରୁଥିବା ରବି ଋତୁପତି ଅର୍ଥାତ୍ ବସନ୍ତର ନାମ ଶୁଣି ଭୟ କଲେ। କବିବର ରାଧାନାଥ ଅନେକ ସ୍ଥଳେ ସୂର୍ଯ୍ୟଙ୍କର ଉଦୟ ଓ ଅସ୍ତକାଳୀନ ଶୋଭା ବର୍ଣ୍ଣନା କରିଛନ୍ତି। ନନ୍ଦିକେଶ୍ୱରୀରେ ଅସ୍ତକାଳୀନ ସୂର୍ଯ୍ୟଙ୍କର ବର୍ଣ୍ଣ ବିଭା ବର୍ଣ୍ଣିତ। ଚିଲିକାରେ କିନ୍ତୁ ଦାର୍ଶନିକ ସୁଲଭ ଭଙ୍ଗୀରେ ସେ କହନ୍ତି, ଖର ସୌର କରେ ତାରକା ଯେସନ, ଅସ୍ମିତା ବିସ୍ମୟେ ହେଲା ନିମଗନ। ଦିବସରେ ତାରାମାନେ ଆକାଶରେ ଥିଲେ ହେଁ ସୂର୍ଯ୍ୟ କିରଣରେ ସେମାନେ ଦିଶନ୍ତି ନାହିଁ। ଭାରତର ବିଭିନ୍ନ ପ୍ରାକୃତିକ ଦୃଶ୍ୟ ଦର୍ଶନ କରିବା ପରେ କବିଙ୍କର ସେହି ଅନୁଭବ ହୋଇଛି। ହିମାଳୟ, ରାଜସ୍ଥାନର ମରୁଭୂମି, ବିନ୍ଧ୍ୟ ପର୍ବତ, ଧୂଆଁଧାର ପ୍ରପାତ, ଦଣ୍ଡକାରଣ୍ୟ, ସମୁଦ୍ରର ବିସ୍ତାର ସବୁ ଦେଖିବା ପରେ କବିଙ୍କର ଅସ୍ମିତା ବିସ୍ମୟରେ ମଗ୍ନ ହୋଇଯାଇଛି। ଏହି ବର୍ଣ୍ଣନା ସୂର୍ଯ୍ୟଙ୍କର ତେଜସ୍ୱୀ ପଣର ଚିତ୍ର ଅଙ୍କନ କରିଥାଏ। ଗ୍ରହ ସୂର୍ଯ୍ୟଙ୍କୁ ତେଜ ଓ ନିଷ୍ଠାର ପ୍ରତୀକ ଭାବରେ ଗ୍ରହଣ କରାଯାଏ। ବିଭିନ୍ନ ସ୍ନାନ ମଧ୍ୟରେ ସୂର୍ଯ୍ୟ ସ୍ନାନ କଥା କୁହାଯାଏ, ଯାହା ନିଷ୍ଠା ତଥା ପବିତ୍ରତାର ଭିନ୍ନ ନାମ। ପିଙ୍ଗଳାର ରାତି ଅଭିସାରର ରାତି, ମାତ୍ର ପିଙ୍ଗଳାର ସୂର୍ଯ୍ୟ ଉପଲବ୍ଧିର ସୂର୍ଯ୍ୟ, ଯାହା ଉଦିତ ହେଲେ ଜୀବନରେ ଆଉ ରାତ୍ରି ଆସିବାର ନାହିଁ। କୌଣସି ପୂଜା ଆରାଧନା, ଶ୍ରାଦ୍ଧ, ଜନ୍ମଦିନ ଇତ୍ୟାଦି ସମୟରେ କଳସ ସ୍ଥାପନ କାଳରେ ସୂର୍ଯ୍ୟ, ଚନ୍ଦ୍ର ଓ ଗ୍ରହମାନଙ୍କର ସେଦିନର ଅବସ୍ଥିତି ସମ୍ପର୍କରେ ପ୍ରଥମେ ସୂଚନା ଦିଆଯାଇ କଳସ ସ୍ଥିତ ଦେବତାମାନଙ୍କୁ ଆବାହନ କରାଯାଏ। ସୂର୍ଯ୍ୟ ଶକ୍ତି, ସାହସ, ସାମର୍ଥ୍ୟର ପ୍ରତୀକ। ସେ ସମଦର୍ଶୀ, ରୋଗୀର କ୍ଷତସ୍ଥାନ, ନର୍ଦ୍ଦମାର ଦୂଷିତ ଜଳ, ନଦୀ ସମୁଦ୍ରର ଜଳ, ଏପରିକି ସେ ନିଜର କିରଣ ବିକିରଣ ମଳମୂତ୍ରରେ ମଧ୍ୟ କରିଥାନ୍ତି। ସୂର୍ଯ୍ୟ କିନ୍ତୁ କୁତ୍ସିତ ପଦାର୍ଥ ଶୋଷଣ କରନ୍ତି ନାହିଁ। ସେ ଜଳ ହିଁ ଶୋଷଣ କରନ୍ତି ଓ ତାହାକୁ ବର୍ଷା ଭାବରେ ପୃଥିବୀ ବକ୍ଷକୁ ଫେରାଇ ଦିଅନ୍ତି। ଏହି ବର୍ଷା ହିଁ ପୃଥିବୀକୁ ଶସ୍ୟ ଶ୍ୟାମଳା କରେ। ପୃଥିବୀ ବକ୍ଷରେ ଜୀବନର ବିକାଶ ପାଇଁ ସୂର୍ଯ୍ୟଙ୍କ ସାମର୍ଥ୍ୟ ହିଁ କାର୍ଯ୍ୟ କରୁଥାଏ। ଜାତକରେ ରବି ଉଚ୍ଚ ସ୍ଥାନରେ ରହିଲେ ଯେଭଳି ବ୍ୟକ୍ତି ଉତ୍ସାହୀ ଓ କାର୍ଯ୍ୟଦକ୍ଷ ହୁଏ, ସେହିଭଳି ସୂର୍ଯ୍ୟଙ୍କ ତେଜର ଉପଯୁକ୍ତ ବିନିଯୋଗ ହୋଇପାରିଲେ ନାନାଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇପାରେ।
ସୂର୍ଯ୍ୟଙ୍କର ଗତି ମନୁଷ୍ୟ ସମେତ ପୃଥିବୀର ଭାଗ୍ୟ ନିର୍ଦ୍ଧାରଣ କରିଥାଏ। ପରମ୍ପରାରେ ଆମେ ଶାମ୍ବ ଦଶମୀରେ ସୂର୍ଯ୍ୟ ଉପାସନା କରି ନିଜ ସନ୍ତାନମାନଙ୍କର ନିରୋଗ ଜୀବନ କାମନା କରିଥାଉ। ସୂର୍ଯ୍ୟ ବିଜ୍ଞାନର ଜୟଯାତ୍ରା ପଥରେ ସହାୟକ, ଜ୍ୟୋତିଷ ଶାସ୍ତ୍ରର କେନ୍ଦ୍ରବିନ୍ଦୁ, ସାହିତ୍ୟ ସଂସ୍କୃତିର ପ୍ରେରଣା ଉତ୍ସ। ସେ ଧୈର୍ଯ୍ୟର ଶିକ୍ଷା ଦିଅନ୍ତି। ସେହି ସୂର୍ଯ୍ୟ ପୃଥିବୀର ଭବିଷ୍ୟତକୁ ଆହୁରି ଉଜ୍ଜ୍ୱଳ କରନ୍ତୁ। ଆମ ମନରୁ ଅଜ୍ଞାନ ଓ ଅଶାନ୍ତିର ଅନ୍ଧାର ଦୂରେଇ ଯାଉ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ବିଶ୍ୱାସ ଓ ସୁମନାସ ପ୍ରବନ୍ଧ ଓ ଆଲୋଚନା ପୁସ୍ତକ, ଯାହାର ରଚୟିତା ପ୍ରଫେସର ସଂଘମିତ୍ରା ମିଶ୍ର। ତାଙ୍କର ଏକ ସୁନ୍ଦର ମନନଧର୍ମୀ ପ୍ରବନ୍ଧ ସୂର୍ଯ୍ୟ ପୂଜା ଓ ଉପାସନା। ଅଡ଼ିଓଟି କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ। ଧନ୍ୟବାଦ।